ସେଦିନ ସ୍କୁଲ ଯିବା ବାଟରେ ଦେଖିଲି 2-4 ଜଣ ପିଲା ଗୋଟେ ପିଲାଟାକୁ ଟେକି 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 ଆଣୁଛନ୍ତି। ସାଙ୍ଗରେ ତା ମା ଚାଲିଛି, ବିଧବା ସ୍ତ୍ରୀ ଲୋକଟିଏ, ବିଧବା ମାଟିଏ। ପିଲାଟା ପାଠ ପଢ଼ି ଯାଉନାହିଁ, ମନା କରୁଛି, ସିଏ ମନା କରୁଛି, ଜୋର ଜବରଦସ୍ତି ତାକୁ ଟାଣି ଟାଣି ନେଉଛନ୍ତି, ଟେକି ଟେକି ନେଉଛନ୍ତି ସ୍କୁଲ। ସେ ପିଲାଟି ମନା କରୁଛି, ନା ମୁଁ ସ୍କୁଲ ଯିବି ନାହିଁ, ନା ମୁଁ ସ୍କୁଲ ଯିବି ନାହିଁ, ସ୍କୁଲ ଯିବି ନାହିଁ। କାହିଁକି ଯିବୁ ନାହିଁ, କାହିଁକି ଯିବୁ ନାହିଁ, ତା ମା ତାର କହୁଛି। ମା ପିଟୁଛି, ଛାଟରେ ପିଟୁଛି, ସେ କାନ୍ଦି ଉଠୁଛି ଆହୁରି ଅଧିକ। କାହିଁକି? ମୁଁ ଟିକେ ଅଟକେଇଲି, ଗାଡ଼ି ଅଟକେଇକି ରହିଲି ସେଠି। ଆଉ ପଚାରିଲି କ'ଣ ହେଲା ତାର, ନା ସାର୍ ସ୍କୁଲ ଯିବା ପାଇଁ ମନା କରୁଛି। ମୁଁ କହିଲି ତାକୁ ଛାଡ଼। ସେ ଛାଡ଼ିଲା ପରେ ଉଠିଲା, ଠିଆ ହେଲା ପିଲାଟି, ଜୁହାର ହେଲା ମୋତେ। ଏଠୁ ମୁଁ ପଚାରିଲି କାହିଁକି ସ୍କୁଲ ଯିବୁ ନାହିଁ, ନା କ'ଣ ପାଇଁ ସାର୍ ସ୍କୁଲ ଯିବି। ସେଠୁ ସେ ଗୋଟେ ଗୀତ ଗାଇଲା, ନାଇଁ ନାଇଁ ସ୍କୁଲ ଯିବି ନାହିଁ, ନାଇଁ ନାଇଁ ମୁଁ ସ୍କୁଲ ଯିବି ନାହିଁ। କିରେ କ'ଣ ହେଇଛି, ନା ସ୍କୁଲ ଯିବି ନାହିଁ କି ପାଠ ପଢ଼ିବି ନାହିଁ, ନାଇଁ ନାଇଁ ମୁଁ ପାଠ ପଢ଼ିବି ନାହିଁ। ଏମିତି ତାର ସ୍ୱର ନଗେଇଲା ତାର। ମୁଁ ଶୁଣିଥିଲି ସେ ଗୀତଟି ଗୋଟିଏ ଟିଭି ଚ୍ୟାନେଲରୁ। ଆଉ ସେ ଗୀତର ସ୍ୱରରେ ଇଏ ତାର ଗାଉଛି, ଆଉ ପକାଇ ଦେଇଛି ସେ ଗୀତଟାକୁ। ତେଣୁ ମୋର ଉତ୍ସୁକତା ହିସାବରେ ବା ଆଗ୍ରହ ହିସାବରେ କ'ଣ ପାଇଁ ପାଠ ପଢ଼ିବନି ତାକୁ ପଚାରିଲି। ସେଠୁ ସେ କହିଲା, କ'ଣ ପାଇଁ ସାର୍ ପାଠ ପଢ଼ିବି ମୁଁ ତ ଦେଖୁଛି ମୋରି ଗାଁର ପିଲାମାନେ ଯେଉଁମାନେ ପାଠ ଅଧିକ ପଢ଼ୁଛନ୍ତି ସେମାନେ ଛାଡ଼ିକି ପଳାଉଛନ୍ତି, ଏ ଗାଁ ଛାଡ଼ିକି ପଳାଉଛନ୍ତି, ଆଉ ବାପା ମାଆକୁ ଛାଡ଼ିକି ପଳାଉଛନ୍ତି। ବାପା ମାଆ ଏକାଠି ହେଇଯାଉଛନ୍ତି। ଏଠିରେ କେବଳ ବାପା ମାଆ ପଢ଼ି ଯାଉଛନ୍ତି, ଘରେ ଜଗିକି, ଘରଟାକୁ ଜଗିକି ବାପା ମାଆ ପଢ଼ୁଛନ୍ତି। ଛୁଆ ପିଲା କେହି ନାହିଁ ଏଠି, ତାଙ୍କ ନାତି ନାତୁଣୀ କେହି ନାହିଁ। ଏଠି ଯେଉଁ ପାଠ ବାପା ମାଆଙ୍କ ପାଖରୁ ଛୁଆ ପିଲାମାନଙ୍କୁ ଛଡ଼େଇ ନେଉଛି, ସେ ବିଦେଶ ଯାଉଛି, ବା ଆମର ଗାଁ ଛାଡ଼ିକି ସହରରେ ରହୁ ବା ଯେଉଁଠି ରହୁଛି, ତା ବୋଉ ରହୁଛି, ତା ଛୁଆ ପିଲା ସବୁ ସିଆଡ଼େ ରହୁଛନ୍ତି, ନାତି ନାତୁଣୀ ସିଆଡ଼େ ବାହାରେ ରହୁଛନ୍ତି। ବୁଢ଼ାବୁଢ଼ୀ ମାନେ ବା ବାପା ମାଆ ମାନେ ଜରାଶ୍ରମରେ ଯେଉଁ ପାଠ ରଖଉଛି, ସେ ପାଠ ପଢ଼ିକି ମୋର କ'ଣ ଲାଭ। ଯିଏ ଗାଁକୁ ଛାଡ଼ିକି ପଳେଇଲା, ଗାଁ ଛାଡ଼ିକି ଯେଉଁ ପାଠ ଯିବା ପାଇଁ ବା ଯେଉଁ ପିଲାମାନଙ୍କୁ ବାଧ୍ୟ କରୁଛି, ଯେଉଁ ପାଠ ବାପା ମାଆଙ୍କୁ ଛାଡ଼ିକି ଯିବା ପାଇଁ ବା ନିଜ ଘର ପରିବାର ଛାଡ଼ିକି ଯିବା ପାଇଁ, ସେ ପାଠ ମୁଁ ପଢ଼ିବି ନାହିଁ। ମୋର ମାଆ ତ ଦେଖୁଛନ୍ତି, ମୋ ମାଆ ଏମିତି ମୋତେ କେତେ କଷ୍ଟ କରି ପାଠ ପଢ଼ୁଛି, ମୁଁ ତାକୁ ଛାଡ଼ିକି ଚାଲିଯିବି ଯଦି ତା'ର ଅବସ୍ଥା କ'ଣ ହେବ। ତେଣୁ ମୁଁ ସ୍ଥିର କରିଛି, ଏ ପାଠ ପଢ଼ିବି ନାହିଁ, ଆଉ ପାଠ ପଢ଼ିବି ନାହିଁ। ଆପଣଙ୍କ ଛାଡ଼ି ରହୁଛି, ଆପଣମାନେ ଜାଣିବେ ଏ ପିଲାଟିର କ'ଣ ତାକୁ ଟ୍ରିଟମେଣ୍ଟ ଦିଆଯିବ। ଆପଣମାନେ ଚିନ୍ତା କରି ମୋତେ କହିବେ। ମୁଁ ରହୁଛି, ଆପଣମାନଙ୍କ ଉପରେ ଛାଡ଼ିକି ରହିଲି। ପିଲାମାନେ ଆଜିକାଲି ଯଦି ଏମିତି ହେବେ, ତାହେଲେ ତା ଦେଖା ଦେଖି ଅଲଗା ପିଲାମାନେ ବି ସେମିତି ଉତ୍ସାହିତ ହେଇକି ଯଦି କହି ବସିବେ, ତାହେଲେ ପାଠର ଅବସ୍ଥା କ'ଣ ହେବ, ଏଇ ସ୍ଥିର ଆପଣ କରିବେ। ତେଣୁ ଆପଣଙ୍କ ଉପରେ ଛାଡ଼ିକି ରହୁଛି।